नमस्कार बंधुगण आमे शुणुचे शांतनु कुमार आचार्य लिखित उपन्यास नरकिन्नर। बुढ़ीर पेट पूरी उठिला। से सुखिला मुहटी को अनै देई ता अंत बुझला थरी उठिला। सते कि छुआटा सेठू बाहरी आसी आगरे उभा हो गला। धर्म देवता को साक्षी रखी से दिन से नियम करिथिला, हे धर्म तुई साक्षी रहिलु, पिलाटाए जदि आनीदेलु तुई ताको शुभ बुद्धि दे। से मते माँ आखिरे देखु आउ मु ताको पुओ आखिरे देखे। मो कूलको पानी देवा पाई एई पिलाटाकू तू आयुष दे। ता कंठरे विजे हो, ताको भल बुद्धि दे। मोर वीर हेला नाही, मोर गजिया हेला नाही। 5 बरसरू पालित पुए बड़ हेले। समितिंक देहर रकत उषुम हेला। नाक तले निशग जुरिला। आउ समिते अनेले मते पाद ठौ मुह परिजन्ते। समितिଙ୍କୁ ମୁଁ ଖାଇବାକୁ ଦେଇ ମଣିଷ କଲି। ଆଉ ମଣିଷ ହେଇକି ସମିତିଙ୍କ ନଜର ପଡ଼ିଲା ମୋରି ଉପରେ। ମୋତେ ନ ଖାଇବା ଯାକେ ତାଙ୍କ ମନ ସବୁରେ ହେଲା ନାହିଁ। ସମିତେ ବାଇଆ ହେଲେ। ମୁଁ ମନା କଲି ନାହିଁ, କାହିଁ କରିଥାନ୍ତି। ମୁଁ ଅନେଇଲି ତତେ, ତୁ ଧର୍ମ ଦେବତା। ଯାହା ତୋଟିରେ ତୁଇ ବସିକରି ଆଇଥାନ୍ତୁ, ଯାହା ପାଟିରୁ ତୋରି ମାଆ ଡାକ ମୁଁ ଶୁଣିଥାନ୍ତି, ସେଇଆକୁ ମୁଁ ମୋର ବୋଲି ସିନା ଜାଣିଥାନ୍ତି। ସେଇ ଦିନକୁ ଅନେଇ ଅନେଇ ଆଜି ଦିନ ଆସି ହେଇଗଲା। ତଥାନ୍ତେ ତୋର ମନ ହେଲା ନାହିଁ, ତୁ ଆଇଲୁ ନାହିଁ। ମୁଁ ମଣିଷ ବୋଲି ମୋ କଥାକୁ ତୁ ହେଜ ରଖିଲୁ ନାହିଁ। ତୁ ଭାବିଲୁ ୟାର ଗୋଟେ କଥା କ'ଣ? ଏକ ବୋଲି ମଣିଷର ବୋଲି ଶୁଣିବାକୁ କୋଉ ଗରଜ ପଡ଼ିଛି କାହାର? ଏଇ ରଣଚଣ୍ଡୀର କଥା କିଏ ଶୁଣୁଛି ନା? ମା ତରକ ରେ ଦଇବ, ତୁ କ'ଣ ଅନ୍ଧ ହେଇଗଲୁ? ତୋ ଆଖି କ'ଣ ପୋଡ଼ି ଜଳିଗଲା? ତୋ କାନ କ'ଣ ଫୁଟିଗଲା? ବୁଢ଼ୀର ଆଖିରୁ ଠପ୍ ଠପ୍ ହୋଇ ଗଳି ପଡ଼ିଲା ଲୁହ। କିନ୍ତୁ ସେ ଲୁହକୁ ପୋଛିବାକୁ ନ ଦେଇ, ଶୁଣିବାକୁ ନ ଦେଇ, ଶୁଖିବାକୁ ନ ଦେଇ ବସି ରହିଲା ବୁଢ଼ୀ ସେଇ ଅନ୍ଧାରିଆ ରାତିରେ ଶୂନ୍ୟକୁ ଚାହିଁ। ଶୂନ୍ୟକୁ କଥା ଶୁଣି ଶୁଣି ନିଜ କଥା, ଆପଣାର କଥା, କେହି ନ ଜାଣିଥିବା କଥା, ପେଟ ଭିତରର ସବୁ କଥା କହି ଚାଲିଲା ସେ। ରେ ଦଇବ, ଘଇତା ମଲା ଦିନ କାଚ ବାଡ଼େଇବା ବେଳର ମୋର ସବୁତକ ବାହୁନା କ'ଣ ଭୁଲିଗଲୁ? କିଏ ମୋରେ ଦଶା କଲା? ଯିଏ ମୋତେ ଏତେ ସରି କଲା ଏଇଲେ କୋଉଠେଇ? ତୁ କ'ଣ ଦେଖିନୁ? ତୋ ଆଖି କ'ଣ ଫୁଟିଥିଲା? କିଏ ମୋ ପେଟ ଭିତରେ ପଶି କୋରି ପକେଇଲା? କିଏ ପୁଣି ପେଟର ଛୁଆକୁ ମୋର ବାହାର କରି ନର୍ଦ୍ଦମାରେ ନେଇ ପକେଇ ଦେଇ ଆସିଲା? ସେମିତି ରକତ ଜୁଡ଼ୁବୁଡ଼ୁ ମୁଁ ହେଇଥାଏ। କିଏ ମୋତେ ଘରୁ ଭୁଲେଇ ନେଇ ଆସି ରିକ୍ସାରେ ଆଣି ପକେଇ ଦେଇଗଲା ଏଠି। ଘଇତା ମାରିଥିଲା, ରାଣ୍ଡ ହେଇଥିଲି, ପର କଥାରେ ଭୁଲିଲି। ଘଇତା ଯାଇଥିଲା, ଜାତି ଗଲା, ମହତ ହରେଇଲି। ହେଲେ ଆଉ ଯୌତକ ବା ଥିଲା, ସିଏ ବା କୋଉ ରହିଲା? ପେଟର ଛୁଆ ନର୍ଦ୍ଦମାରେ ସଢ଼ିଲା, ଆଉ ମୋତେ ଆଣି ସେ ଦାଣ୍ଡରେ ଫୋପାଡ଼ି ଦେଇ ନିସ୍ତାର ପାଇଗଲା। ତୁ ତ ସବୁ ଦେଖିଛୁ। ହଁ, ତା ବାଦ ମୋର ମରିବାର ଥିଲା, ମରିପାଇଲି ନାହିଁ। ପେଟ ଚାଖଣ୍ଡକ ଯୋଗୁଁ ବଞ୍ଚିବାକୁ ତୁଇ ମୋତେ କାନେ କାନେ କହିଲୁ। ତୋରି କଥାରେ ପଡ଼ି ମୁଇଁ ଏଠେଇ ଦୋକାନ ମିଳିଲି। ସେଇ ଦିନଠେ ଅନେଇ ବଇଛି ତୋ ହାତକୁ। ଆଉ ଶେଷରେ ତୁଇ ମୋତେ ଫେଣି ଏତେ ଶାସ୍ତି ଦେଲୁ ଏଇ ବୟସରେ। କାହାକୁ ମୁଁ ସେତେବେଳେ ଆଡ଼େଇ ଦେଇଥାନ୍ତି? ବୁଢ଼ା ନଜିର ମିଆଁକୁ। କିଏ ଥିଲା ତା? ପଡ଼ି ପଡ଼ି ସୁକୁ ସୁକୁ ହଉଥିଲା ସେ କବିରାଜ ଦାଣ୍ଡ ପିଣ୍ଡାରେ। ବୁଢ଼ା କବିରାଜ ତା ଅଣ୍ଟାରେ ମୁହଁ ନଗେଇ ସବୁ ରସତକ ତା ପଇସା କରାଟରୁ ଶୋଷିଦେଲା ବାଦେ ସିଠ ଖଣ୍ଡକୁ ପକେଇ ଦେଇଥିଲା ବାହାରେ। ମୋ ଦୋକାନ ଦ୍ୱାରେ ବସି ବରା, ପକୁଡ଼ି ଆଉ ଚାହା ବିକୁ ବିକୁ ମୁଁ ଅନେଇଥାଏ ସେଇ ସିଠଟାକୁ। କ'ଣ ମନେ ହେଲା ସେଇଆକୁ ଜୀବନ୍ୟାସ ଦେଲି। ମୋ ହେପାଜତରେ ସେ ବୁଢ଼ା ବଞ୍ଚିଲା। ସେଇ ସିଠର ଆଖି ଖୋଲିଲା। ଫେଣି ସେ ମୋତେ ଅନେଇଲା। ମୁଁ କିଛି କହିଲି ନାହିଁ। କାହିଁ କହିଥାନ୍ତି? କୋଉ ସନମାନଟା ତୁ ରଖିଥିଲୁ କି ମୋର? ସେ ମୋତେ ଆଦରିଲା, ମୁଁ କିଆଁ ନ ଆଦରିଥାନ୍ତି ତାକୁ? ତା ବାଦେ ଆସିଲା ଏଇ ପାଗଳା ଚରଣରାଓ ବୁଢ଼ା। 10 ବରଷ ମିଆଦ ପୂରେଇ ସେ ବାହାରିଲା ଚମଧୁଡ଼ୁକା ହେଇକରି। ଶନି ଶୋଷି ଯାଇଥିଲା। ସେ ଆସିଲା, ମୋ ଦୁଆରେ ହାଜର ହେଲା।
ଖାଇଲା ପିଇଲା, ଦେହରେ ତାକତ ହେଲା। ସେଇଠୁ ତାକତ ଭାଙ୍ଗିବା ଦରକାର ପଡ଼ିଗଲା ତାର। ସେ ଅନେଇଲା ଚାରିଦିଗକୁ, କେହି ନାହିଁ। ଯାହା ଓଳିତଳ ହେଲା ସେଇଠୁ ପାଇଲା କେଞ୍ଚା। ଚୋରି ତଳେ ପକେଇ ଫେଣି ସଜା ଦେବା ପାଇଁ ବଇଥିଲେ ତାକୁ। ତତେ କୁହା ବୁଲା କରି ଜମଠେଇ ଛଡ଼େଇ ଆଇଲି ତାକୁ। ସେଇ ଦିନଠୁ ସେ କୁଆଡ଼େ ଗଲା ନାହିଁ, ଏଇଠେଇ ବଇଲା। ବାର ଆଡ଼ୁ ବାର କଥା ଗପିଲା, ମୋ ସାଙ୍ଗରେ ଥଟା ମଜା କଲା, ଚୁପ୍ ହେଲା। ତା ବାଦେ ଆଇଲେ ଆଉ ସମିତି। ଆଇଲେ କ'ଣ ବା ତୁଇ, ଯିଏ ମୋତେ ଏତେ ହୀନି ଅବସ୍ଥା କଲା, ତୁଇ ତ ଆଣି ଜୁଟେଇଲୁ ତାଙ୍କୁ ସବୁ ମୋରି ପାଖରେ। ସେ କ'ଣ ଆଇଲେ ତାଙ୍କ ମନରୁ? ମନକୁ ଆଇବାର ଥିଲେ 5 ବରଷର ଛୁଆଟାକୁ ତା ବାପା ମା ଥାଉ ଥାଉ ଗାଁ ଲୋକ ଆଣିକରି ବଡ଼ ରୋଗ ହେଉଛି ବୋଲି ବଜାରରେ ଛାଡ଼ି ଦେଇ ଗଲେ। ଏଇ ବୀରା କ'ଣ ସେ ହେଇ ନଥିଲା? କିଏ ଜାଣିଥିଲା ସେ ବଞ୍ଚିବ ବୋଲି? ନଜିର ମିଆଁର ଜଡ଼ିବୁଟି ନଥାଏ କି ସେ ଭଲ ନ ହୁଏ। ତୋର କାଖର କରି ବଢ଼େଇଲି କୁଢ଼େଇଲି, କେତେ ଆଶା କରିଥିଲି, କେତେ ପାଞ୍ଚ ପାଞ୍ଚିଥିଲି, କେତେ କେତେ ଗୁହାରି କରିନେଥିଲି। ଧରମ ଦେବତା କହିନେଥିଲି ତୋତେ, ହେ ଧରମ, ଏ ଟୋକା ଟିକି ଶୁଭ ବୁଦ୍ଧି ଦେ, ଏ ବୀରାକୁ ମଣିଷ କର। କାହିଁ କେଡ଼େ ଶୁଭ ବୁଦ୍ଧି ନ ଦେଲୁ ତା ମୁଣ୍ଡରେ? ଏ କଥା ତୁ ତା କାନରେ କାନରେ ଶିଖେଇଲୁରେ ବାରିପଡ଼ା ରସଜଳା। ତୋରି ନା ଧୋଇବ? ଅଳ ପଇସା ଧରମ ବୋଲି କିଏ ତୋ ନାଁ ଦେଇଛି? ସେ ବେଲି ଛୁଆ ବଡ଼ ହେଲା ମୋରି କୋଳରେ। ଉଷୁମରେ ସେକି ସେକି ସେ ଛୁଆକୁ ମୁଁ ମଣିଷ କଲି। ବଡ଼ ହେଲା, ରିକ୍ସା ଟାଣିଲା, ପଇସା କମେଇଲା। ପଇସା କମେଇ କରି ସେ ଫେଣି ପଇସା ଦେଖେଇ ମୋତେ ଟିଟକାରି ମାରି ଡାକିଲା। ମୁଁ ଫେଣି ତାଠୁ ପଇସା ନେଲି। ତାକୁ ଚାହା ଖୋଇଲି, ମାଉଁସ ଖୋଇଲି, ତା ଆଖିର ସବୁତକ ନିଆଁ ସହିଲି। ଖଣ୍ଡିଆ କେଡ଼େ ବାଗରେ କଥା କହି ଶିଖିଲା, ସବୁ ସହିଲି। ସହିବି ନାହିଁ କିଆଁ? ତୁଇ ତ ଯୋଗିନୀଖିଆ ପେଟରେ ମୋର ଭୋକ ଦେଇଥିଲୁ, ଆଉ ମୁହଁରୁ ନାଜବାଣୀ ତକ କାଢ଼ି ନେଇଥିଲୁ। ତୁଇ ଖଣ୍ଡିଆ, କୋଉ ମୁହଁରେ ତୁ ମୋତେ କହିବୁ ମୁଁ ଅମୁକ ନାହିଁ ସମୁକ କରିଥାନ୍ତି, ସମୁକ ନାହିଁ ଅମୁକ ବାଟରେ ଯାଇଥାନ୍ତି? ନା, ଯୋଗିନୀଖିଆ କାହାକୁ ବିଶ୍ୱାସ ନାହିଁ, କାହାରି କଥାରେ ଭଳି ନ ଯାଇ। ଆଉ ଧରମ ତ ଜାଣିକରି ନାହିଁ, ନାହିଁ ନାହିଁ, ସେ ତ ସହଜେ ମଲାଣି। ଧର୍ମ ପ୍ରତି ବୁଢ଼ୀର ଅଭିଯୋଗର ଆଦି ଅନ୍ତ ନାହିଁ। ସେ କିଳିବିଳେଇ ଚାଲିଥିଲା। କାନି ଖଣ୍ଡିକ ପାରି କେତେବେଳୁ ସେ ଶୋଇପଡ଼ିଥିଲା ସେଇ ଅନ୍ଧାରରେ, କବିରାଜର ପିଣ୍ଡାରେ। ଖରାଦିନର ଗୁଳୁଗୁଳି କମିଯାଇଥିଲା ଅନେକଟା ରାତିର ଶୀତଳ ପବନରେ। ରାତି କେତେ ଯେ ହେଲାଣି ସେ ବିଷୟରେ ଜର୍ଜର ଆଦୌ କିଛି ଧାରଣା ନାହିଁ। ଆଖି ବୁଜି ସେ ପଡ଼ି ରହିଛି। କଡ଼ ନ ଲେଉଟିବାକୁ ଯେତେ ଇଚ୍ଛା କଲେ ବି ଦେହ କଟକଟ ଲାଗୁଛି। ବାଧ୍ୟ ହୋଇ ସେ କଡ଼ ଲେଉଟଉଛି। ମଝିରେ ମଝିରେ ଗୋଡ଼ ଆଡ଼ୁ କ'ଣ ଗୋଟେ ଉଠି ଆସୁଛି ତାର। ଅଣ୍ଟାଠାରୁ ପଶି ପଶି ସେଇଟା ଚାଲିଯାଉଛି ବିଜୁଳି ଭଳି କେଁସିରା ବାଟ ଦେଇ ମୁଣ୍ଡ ପର୍ଯ୍ୟନ୍ତ। ଭୟଙ୍କର ଭାବେ ଦେହ ତାର ଭିଡ଼ି ମୋଡ଼ି ହୋଇଯାଉଛି। ସେତିକିବେଳେ ଭିଡ଼ି ମୋଡ଼ି ହୋଇ ଉଠିଲା ବେଳେ ଶବ୍ଦଟାଏ ନ କରିବା ପାଇଁ ଯେତିକି ସେ ଚେଷ୍ଟା କରୁଛି, ତଣ୍ଟିର ଖୁବ୍ ତଳୁ ଉଠୁଛି ସେତିକି ଜୋରରେ ଗୋଟିଏ ପବନ। ଅନ୍ୟବେଳ ହୋଇଥିଲେ ଗୋଟିଏ ମସ୍ତ ବଡ଼ ଗଁ ଗଁ ଶବ୍ଦ କରି ବାହାରି ଆସିଥାନ୍ତା ସେଇ ପବନଟା, ଆଉ ଜର୍ଜର ଛାତି ଭିତରଟା ଆଶ୍ୱସ୍ତ ହୋଇଯାଆନ୍ତା ଟିକିଏ। କିନ୍ତୁ ବର୍ତ୍ତମାନ ଶବ୍ଦ ଆଉ ବାହାରି ପାରୁନାହିଁ। ଜୋର କରି ଜର୍ଜ ତାକୁ ଚାପି ନ ରଖି ଛାତି ଭିତରରେ ଚାପି ନଉଛି ଛାତି ଭିତରରେ। ତଥାପି ସେହି ଚାପ ନିଶ୍ୱାସଟା ବଡ଼ ଦଗାବାଜ ଭାବେ ପଦାକୁ ବାହାରି ଆସି ଜଣା ପକେଇ ଦଉଛି ତା ମନ କଥା। ଭିତର ଘରେ କ'ଣ ଗୋଟେ ଟଣ ଟଣ ଶବ୍ଦ ଶୁଭିଲା। ନିଶ୍ୱାସ ବନ୍ଦ କରି କାନ ପାରି ଜର୍ଜ ଶୁଣିଲା। କଡ଼ ଲେଉଟି ହେଲା ବୋଧହୁଏ। ଜର୍ଜର କାନ ଭିତରେ କ'ଣ ଗୋଟେ ଧୁସ୍ ଧାସ୍ ହୋଇ ଆବାଜ କରି ଉଠିଲା।
ପୁଣି ଥରେ ଶୁଭିଲା ରୁଣୁଝୁଣୁ। ଜର୍ଜ ଆଖି ମେଲି ଚାହିଁଲା। କିଟିକିଟି ଅନ୍ଧାର ଚାରିଆଡ଼େ, କିଛି ଦେଖାଯାଉ ନାହିଁ। ଦିଗ୍ଭ୍ରମ ହୋଇଯାଉଥିଲା ତା। ସେ ଭଲ କରି ମନେ ପକାଇଲା କୁଆଡ଼କୁ ମୁଣ୍ଡ କରି ସେ ଶୋଇଥିଲା। ଠିକ୍ ମୁଣ୍ଡ ଉପରେ ଲଟକା ହେଇଥିଲା ତାର ଗୋଟିଏ କାଠର ଥାକ। ଧକ୍ ଧକ୍ ଧାଡ଼ ଗଳି ପଡ଼ିବ ଯାହା ସବୁ ତା ଉପରେ ଅଛି। ଜର୍ଜ ସେମିତି ନିଶ୍ଚଳ ହୋଇ ପଡ଼ି ରହି କାନ ପାରିଲା। ହଠାତ୍ ତାର ମନେ ହେଲା ସେଇ ଯେଉଁ ରୁଣୁଝୁଣୁ ଶବ୍ଦଟା ଶୁଭୁଥିଲା ସେଇଟା ହୁଏତ ଗୋଟିଏ ମୂଷାର କାଣ୍ଡ ହୋଇପାରେ। ତାର ମନେ ପଡ଼ିଲା ନଜିର ମିଆଁର ଅଇଁଠା ବାସନତକ ସେ ଗୋଟେଇ ଗାଟେଇ ଥୋଇ ଦେଇ ଆସିଥିଲା ଭିତର ଘରେ। ନଜିର ମିଆଁ ବହୁତ ଡେରି କରି ଫେରିଲା। ମଦ ଖାଇ ଟୁଳୁଟାଳୁ ହେଉଥିଲା। ଆସିଲା ମାତ୍ରେ ସେ ଗଁ ଗଁ ହେଇ କ'ଣ ଗୁଡ଼ାଏ କହିଲା। ଗୋଟେ ହେଲେ ପଦ ଜର୍ଜ ବୁଝିପାରୁନଥିଲା। କିଛି ବୁଝିବାକୁ ଚେଷ୍ଟା ନ କରି ସେ ନଜିର ଆଗରେ ଥୋଇ ଦେଇଥିଲା ତାର ଖାଇବା ଜିନିଷତକ। କିଛି ଓଜର ଆପତ୍ତି ନ କରି ନଜିର ସେତକ ଖତମ କରିଦେଲା। ଗିଲାସରୁ ପାଣି ନେଇ ଟିକିଏ ପାଣି ହାତ କରି ସେ ଆଉଡ଼େଇ ଦେଲା ଡିଗବିଟାକୁ ଦୂରକୁ। ନଜିର ମିଆଁର ଅବସ୍ଥା ବାରି ବାରି ଜର୍ଜ ତାର ବିଛଣା ପାରିଦେଇ ଆସିଲା ଭିତର ଘରେ। ତାପରେ ଡିବିଟା ନେଇ ନଜିର ହାତ ଧରି ସେ ଭିତର ଘରେ ପରା ହେଇଥିବା ବିଛଣା ଉପରେ ଶୁଆଇ ଦେଇ ଆସିଲା ତାକୁ। ନଜିର ଟଳି ପଡ଼ିଲା। ଅଇଁଠା ବାସନତକ ଗୋଟେଇ ଗାଟେଇ ପୁଣି ଥରେ ନଜିରର ଶେଯ ବାଟ ଦେଇ ଗଲାବେଳେ ଜର୍ଜ ଚାହିଁଲା ତାକୁ। ନଜିର ମିଆଁର ଆଖି ବନ୍ଦ ହୋଇଯାଇଥିଲା। ତାର ଉପର ପତାଟା କୁଞ୍ଚେଇ ହେଇଯାଇଥିଲା। ସତେକି ଛାତି ଭିତରେ ଭାରି କଷ୍ଟ ଅନୁଭବ କରୁଥିଲା ସେ। ବହୁତ ବେଳୁ ବୁଢ଼ୀ ତା ଶେଯରେ ଶୋଇପଡ଼ିଥିଲା। ସେ ଜାଣିନାହିଁ ନଜିର କେତେବେଳେ ଫେରିଛି। ନଜିର ପାଇଁ ଅପେକ୍ଷା ନ କରି ଜର୍ଜକୁ ଖାଇବା ପାଇଁ କହିଦେଇ ବୁଢ଼ୀ ଯାଇ ଶୋଇଥିଲା ଆଗରୁ। ସେତେବେଳକୁ ରାତି ବହୁତ ହୋଇଥିଲା। ବୁଢ଼ୀ ଖାଇବ କି ନ ଖାଇବ ଏକଥା ସେ ଆଉ ତାକୁ ପଚାରିଲା ନାହିଁ। କାହିଁକି କେଜାଣି ନିସ୍ତବ୍ଧତାରେ ସବୁ କାମ ଛିଣ୍ଡେଇ ଦେବା ପାଇଁ ତାର ଆଜି ମନ ହେଉଥିଲା। ଏମିତିକି ଆର ପାଖ ଘର ବାରଣ୍ଡାରେ ଶୋଇପଡ଼ିଥିବା ବୀର ସାମଲକୁ ଡାକି ତା ଖାଇବା କଥା ବୁଝିବାକୁ ତାର ଇଚ୍ଛା ହେଲା ନାହିଁ। କାହିଁକି କେଜାଣି ତାର ମନ ଆଜି ବିଦ୍ରୋହ କରି ଉଠୁଥିଲା। କିଏ ଏତେ ଡାକିବ କାହାକୁ ହୋ? ଖାଇଲେ ଖ ନ ଖାଇଲେ ନ ଖାଅ। ଆଉ କୁକୁର ଭଳି ଏଠି ପଡ଼ି ହେବ ନାହିଁ। ଜର୍ଜକୁ ସେଇ ଘଟଣାଶୂନ୍ୟ ଜୀବନ ଖୁବ୍ ବିରକ୍ତିକର ବୋଧ ହେଉଥିଲା। ଆପେ ବି ସେ କିଛି ଖାଇଲା ନାହିଁ। ଖାଲି ଅଇଁଠା ବାସନକୁ ଗୋଟେଇ ଦେଇ ବିଛଣା ଧୋଇଲା। ବିଛଣା ଧୋଇଲେ ବି ତ୍ରାହି କାହିଁ। ଆଖିକୁ ଯେ ନିଦ ଆସୁନାହିଁ। କିନ୍ତୁ ଏମିତି ଅନ୍ଧାରରେ ଏକୁଟିଆ ହୋଇ ନିଛାଟିଆ ହୋଇ ଶୋଇବାକୁ ତାକୁ କାହିଁକି ଭଲ ଲାଗୁଥିଲା। ତାର କାନ ଆପେ ଆପେ ପାତି ହୋଇ ଯାଉଥିଲା। ଭିତର ଘରେ ମଦରେ ଟୁଳୁ ଟୁଳୁ ହୋଇ ଶୋଇ ରହିଛି ନଜିର ମିଆଁ। ଆଉ ଶୋଇଛି ବି ସେଇ ବୁଢ଼ୀଟା। ନଜିର ମିଆଁ ଶୋଇଛି ଖଟ ଉପରେ। ଆଉ ସେ ମୁଣ୍ଡ ବାଡ଼ି କବାଟକୁ ଦରଆଉଜା କରି ଶୋଇଛି ବୁଢ଼ୀ। କାହିଁ ଜର୍ଜ କାନ ପାରିଲା। କିଛି ତ ସୁର ଶବଦ ନାହିଁ। କିଛି ଫୁସଫାସ କଥାବାର୍ତ୍ତା ବି ଶୁଭୁନି। ନଜିର ମିଆଁର ସେ ବିଚିତ୍ର ଘୁଙ୍ଗୁଡ଼ି ଏପର୍ଯ୍ୟନ୍ତ ବନ୍ଦ ହେଉନି। ଆଃ କି ଶବ୍ଦ! ତେବେ କ'ଣ ନଜିର ମିଆଁ ମଝିରେ କେତେବେଳେ? ନା ନିଘୋଡ଼ ନିଦରେ ଶୋଇଛି ନଜିର ମିଆଁ। ତାର ବୋଧହୁଏ ହୋବ ନାହିଁ ବୁଢ଼ୀ କଥା ଆଜି। ପୁଣି ରୁଣୁଝୁଣୁ ଶବ୍ଦ ଶୁଭିଲା ସେଇ ଘର ଭିତରେ। ଏ କ'ଣ? ଏ ଯେ ବୁଢ଼ୀର ଚୁଡ଼ି ଶବ୍ଦ। ସେ ନିଶ୍ଚୟ ଉଠିଛି। କେବଳ ଉଠି ନାହିଁ, ଘର ସାରା ସେ ବୁଲୁଛି। ସାରା ଅନ୍ଧାର ଅଣ୍ଡାଳି ଅଣ୍ଡାଳି ସେ ବୁଲୁଛି ନଜିର ମିଆଁ ପାଇଁ। ଜର୍ଜର ରକ୍ତରେ ନିଆଁ ଲାଗିଲା। ପୁଣି ସେଇ ରୁଣୁଝୁଣୁ ଶବ୍ଦ। ଜର୍ଜ ମନେ ପକାଇଲା ସେ ହାତ ଦିଟାକୁ। ନାଲି ନାଲି ପାଣି କାଚ ଭିତରେ ପଟେ ପଟେ ରୂପା କାଚ। ତାର କଳ୍ପନାରେ ଡେଣା ଲାଗି ଆସୁଥିଲା। କହୁଣି ଉପରକୁ ପଟେ ପଟେ ବାଲା ମାଉସ ଉପରେ ଚିପି ହୋଇ ବସିଯାଇଛି ଦିପଟି ଯାକ।
ଏ ପାଖେ ପୁଳାଏ ମାଉଁସ ଆଉ ସେ ପାଖେ ପୁଳାଏ, ଦି ପୁଳା ମାଉଁସ, ଗୋରା ତକତକ ଚମ। ଏବେ ବି ପ୍ରବଳ ଜୋର ଭର୍ତ୍ତି ହୋଇ ରହିଛି ସେଇ ପେଶୀ ଦିଟାରେ। ପୁଣି ଭିଡ଼ି ମୋଡ଼ି ହେଲା ଜର୍ଜ। ନା, ସେ ଉଠି ବସିଲା। ଚାରିଆଡ଼କୁ କନ କନ ହୋଇ ସେ ନିଘା କଲା। କିଛି ନାହିଁ, କିଛି ଦେଖାଯାଉ ନାହିଁ ସେ କିଟିକିଟି ଅନ୍ଧାର ଘରଟା ଭିତରେ। ହଠାତ୍ ଦପ୍ କରି ବନ୍ଦ ହୋଇଗଲା ଭିତର ଘରେ ନଜିର ମିଆଁର ଘୁଙ୍ଗୁଡ଼ି। ଜର୍ଜ ଗୁରୁଣ୍ଡିବାକୁ ଆରମ୍ଭ କଲା। ଗୁରୁଣ୍ଡି ଗୁରୁଣ୍ଡି ଖୁବ୍ ସାବଧାନ ହେଇ ଧୀରେ ଧୀରେ ସେ ଗଲା ସେଇ ଗଳିବାଟ ପର୍ଯ୍ୟନ୍ତ, ଯାହାକୁ ଟପିଲେ ପଡ଼ିବ ସେଇ ଅନ୍ଧାର ଘର, ଯାହା ଭିତରେ ଉଭା ହୋଇଥିଲେ ଜର୍ଜର ସୀମିତ ଜୀବନର ଦୁଇ ନିର୍ବେଦ ଦେବତା, ଯାହାଙ୍କୁ ଦେଖିବା ପାଇଁ ଜର୍ଜର ତରୁଣ ମନ ପ୍ରବଳ ଭାବେ ଆକର୍ଷିତ ହୋଇ ଉଠୁଥିଲା। ଜର୍ଜ ବୋଧହୁଏ ଅନ୍ଧ ଭାବେ ସେଇ ଅନ୍ଧାର ଭେଦ କରି ସେଇ ଗଳିଘରକୁ ଟପି ଯାଇଥାନ୍ତା, କିନ୍ତୁ ତାର ସମସ୍ତ ଉତ୍କଣ୍ଠାକୁ ଗୋଟେ ନିର୍ଦ୍ଦୟ ମୃଗତୃଷ୍ଣା ଆଡ଼କୁ ଠେଲିଦେଇ ଚୁଚୁନ୍ଦ୍ରାଟାଏ ଚିଁ ଚିଁ ସେଇ ଧାଇଁ ପଳେଇଗଲା ସେଇ ଅନ୍ଧାରିଆ ଘର ଭିତରୁ ବାହାରକୁ। ପଳେଇଗଲା ସେ ଜର୍ଜର ପାଖେ ପାଖେ। ସେଇ ଅପ୍ରତ୍ୟାଶିତ ଶବ୍ଦରେ ଟୋକାଟାର ସବୁ ଗରମ ସବୁ ତାଉ ହଠାତ୍ ଶୀତୁଳି ପଡ଼ିଗଲା। ଛାତି ଦାଉଁ କରି ଲାଗିଲା। ଗେପେଟେଇ ପଡ଼ି ଦୁଆରବନ୍ଧ କଡ଼ରେ ସେ ଲୁଚିଗଲା। ତାର ସବୁ ରକ୍ତ ପାଣି ଫାଟିଗଲା ଯେପରି। କୁଆଡ଼େ ଚାଲିଗଲା ନଜିର ମିଆଁ? କୁଆଡ଼େ ଚାଲିଗଲା ବୁଢ଼ୀର ପାଣି କାଚ, ବାଲା ଆଉ ନୋଥ? କେବଳ ଖସର ଖସର ହୋଇ ଖଣ୍ଡେ ଚିରା ଖବରକାଗଜ ଭିତରେ ପଶିଯାଉଥିଲା ଗୋଟିଏ ଛାର ଜୀବ ଚୁଚୁନ୍ଦ୍ରା। ଅନ୍ଧାର ଭିତରେ ଆଖି ଫାଡ଼ି ଜର୍ଜ ଚାହିଁଲା। ନା, କିଛି ଦେଖାଯାଉ ନାହିଁ। ହଠାତ୍ ଗୋଟେ ହୀନବୋଧ ଜର୍ଜକୁ ଗ୍ରାସ କଲା। ସେ ଦେଖୁଥିଲା ତାର ଆଖି ଆଗରେ ଗୋଟେ ସାମାନ୍ୟ ଜୀବ ଚୁଚୁନ୍ଦ୍ରା ଅନ୍ଧାର ଭିତରେ ବାଟ ଛାଟି ସବୁ କିଛିର ଓର ଠିକଣା କରି ନିଜର ଜୀବନକୁ ବଞ୍ଚେଇ ପାରୁଛି। ଅଥଚ ଗୋଟେ ମଣିଷ, ଯାହାର ଆଖି ସାମାନ୍ୟ ଗୋଟେ ଚୁଚୁନ୍ଦ୍ରାର ଆଖିଠୁ କେତେ ଉଚ୍ଚରେ, ସେ କିଛି ଦେଖିପାରୁନାହିଁ। ଅନ୍ଧ ହୋଇ ଅନ୍ଧାରି ମୁଲକରେ ଘୁରୁ ବୁଲୁଛି ମାତ୍ର। ଅନେକ ସମୟ ତାପରେ ଟୋକାଟା ପଡ଼ି ରହିଲା ସେଇ ଦୁଆରବନ୍ଧ ପାଖେ। ଆଗକୁ କିମ୍ବା ପଛକୁ ଯିବା ପାଇଁ ତାର ଆଉ ସାହସ କିମ୍ବା ବଳ ନଥିଲା। କିଟିକିଟି ଅନ୍ଧାର। ଦରାଣ୍ଡି ଦରାଣ୍ଡି ସେଇ ଅନ୍ଧାର ଭିତରେ ନିଜର ସେଜ ଖଣ୍ଡକୁ ପାଇବା ପାଇଁ ତାକୁ ବହୁତ ବେଳ ଲାଗିଗଲା। ଖୁବ୍ ଗୋଟେ ବଡ଼ ନିଶ୍ୱାସ ବାହାରି ଆସିଲା ତାର ଛାତିରୁ। ଧୀରେ ଧୀରେ ଘରଟା ଆହୁରି ନୀରବ, ଆହୁରି ଭୀଷଣ ନିଛାଟିଆ ଲାଗିଲା ତାକୁ। ସେଇ ଅନ୍ଧାର ଭିତରେ ବିକଳ ହୋଇ ସେ ଯୁଆଡ଼କୁ ଚାହିଁଲା, ସେଣୁ ମାଡ଼ି ଆସୁଥିଲା ସେଇ କଳା ରାକ୍ଷସ। ଥୋଲା ଥୋଲା ହେଇ ଅନ୍ଧାର ପଶିଗଲା ତାର ଆଖି, ନାକ, କାନ, ପାଟି, ନଜରନ୍ଧ୍ର ଦେଇ। ତାର ମନେ ହେଲା ଯେପରି ସେଜ ସମେତେ ସେ ଦବି ଦବି ଯାଉଛି ତଳକୁ, ଏମିତି ଗୋଟେ ତଳ ଆଡ଼କୁ ଯେଉଁଠି ହୁଏତ ତଳ ବୋଲି ଗୋଟେ ଜିନିଷ ନାହିଁ। ସେ କିନ୍ତୁ ଦବି ଦବି ଯାଉଛି। ଭୟ ବିକଳରେ ଜର୍ଜ ଦରାଣ୍ଡି ପକାଇଲା ତା ନିଜକୁ। ସେଇ ଭୟଙ୍କର ଅନ୍ଧକାର ଭିତରେ ନିଜ ଦେହକୁ ନିଜେ ଅନୁଭବ କରି ସାରିଲା ପରେ ସେ ସାମାନ୍ୟ ଟିକେ ଆଶ୍ୱସ୍ତ ହେଲା। କିନ୍ତୁ ଆଜି ତାର ମନ କାହିଁକି ମାନିଲା ନାହିଁ। ସେ ବଞ୍ଚିଛି ନା ମରିଛି? ଅନ୍ଧାର କିଟିକିଟି ଭିତରେ ସେ ଯେଉଁ ଜନ୍ତୁଟାକୁ ସେ ଅନୁଭବ କରୁଛି, ସେ କ'ଣ ସେ ନିଜେ ନା ଆଉ କିଏ? ସନ୍ଦେହ ଉଙ୍କି ମାରି ଉଠିଲା ତାର ମନ ଭିତରେ। ସେଇ କିଟିକିଟି ଅନ୍ଧାର ଆଉ ନିଛାଟିଆ ମୁହୂର୍ତ୍ତ କେତୋଟି ଭିତରେ ଗୋଟିଏ ସାମାନ୍ୟ ମାଂସପିଣ୍ଡୁଳା ଭଳି ଇତସ୍ତତ ହୋଇ ଗଡ଼ି ଗଡ଼ି ଯାଇ ଶେଷରେ ସେ ଅଟକିଗଲା। ଯେତେବେଳେ ତାର ହୋସ ହେଲା, ସେ ବୁଝିପାରିଲା ଓ ସେଇ ଅସମ୍ଭବ ପରିବର୍ତ୍ତନରୁ ତାର ଚାରିପାଖେ ଲକ୍ଷ୍ୟ କରି ଆଶ୍ଚର୍ଯ୍ୟ ହେଲା। ସେ ଦେଖିଲା ଅନ୍ଧାର କୁଆଡ଼େ ଉଭେଇ ଯାଇଛି ତାର ଚାରିପାଖୁ। କାନ ଦେଇ ସେ ଶୁଣିଲା ସେ ଆଉ ଏକୁଟିଆ ନାହିଁ। ଫଁ ଫଁ ହେଇ ଘୂରିଲା ନିଶ୍ୱାସଟିଏ ପକେଇ କିଏ ସତେକି ତାର ଜୀବନ୍ତ ଉପସ୍ଥିତିକୁ
ଜର୍ଜ ନିକଟରେ ଘୋଷଣା କରୁଥିଲା। କେବଳ ସେତିକି ନୁହେଁ, ଜର୍ଜର ଟିପ ତଳେ ଖିଲି ଖିଲି ହସି ସେ ଅଜ୍ଞାତ ବସ୍ତୁ ନିଜର ଅନୁଭୂତିକୁ ବ୍ୟକ୍ତ କରୁଥିଲା ମଧ୍ୟ। ଆଉ ଟିକିଏ ଜୋରରେ ଜର୍ଜ ସେଇ ଅଦ୍ଭୁତ ପଦାର୍ଥଟି ଉପରେ ହାତ ଦେଇ ଅନୁଭବ କଲା, କେଁ କେଁ। ଏଥର ସେ ବସ୍ତୁ କାନ୍ଦି ଉଠିଲା। ବୋଧହୁଏ ତାକୁ କଷ୍ଟ ହେଉଛି। ସ୍ପଷ୍ଟ ବୁଝିହେଲା ଏଥର ଜିନିଷଟା। ଅଭିଭୂତ ହୋଇ ଜର୍ଜ ପ୍ରଶ୍ନ କଲା, ସେଇ ଅଦ୍ଭୁତ ପଦାର୍ଥ ତ ନୁହେଁ, ଜୀବଟିକୁ? କିଏ ତୁ? ତୁ କେମିତି ଏଠିକି ଆସିଲୁ? କେଁ କେଁ କେଁ। ପୁଣି ସେ ଜୀବ ବାହୁନି ଉଠିଲା। ଏଥର ଖୁବ୍ ବଡ଼ ଗୋଟାଏ କୋହ ଉଠିଲା ତା ଛାତି ଭିତରୁ। ସ୍ପଷ୍ଟତଃ ଜର୍ଜର ସେଇ ଅଦ୍ଭୁତ ଅସମ୍ଭବ ପ୍ରଶ୍ନର ଉତ୍ତର ଦେବା ପାଇଁ ଅଧିକ ଶକ୍ତି ତା ଦେହରେ ନଥିଲା। ସେ ଖାଲି ଲାଗି ଲାଗି ଆସିଲା ଆହୁରି ପାଖକୁ ଜର୍ଜର। ଆହୁରି ନିବିଡ଼ ଭାବେ ସେ ଜଡ଼ାଇ ଧଇଲା ଟୋକାଟାକୁ।